ଦେଖନ୍ତୁ ଯୋଉ ଆଜି ଯୋଉ ବଣ୍ଡା ଯୁବକ ଯୋଉ ସନିଆ ଚାଲାଣ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି, 2 ଦିନ ତଳେ ଯୋଉ ଆମର ସାମ୍ବାଦିକ ମାନେ ଏଠି ଆସି ତାଙ୍କୁ ଦେଖିଲୁ, ତାର ଚିକିତ୍ସା କେମିତି ଆଗକୁ ବଢି ପାରିବ ସେଇଥିପାଇଁ ଆମେ ଜିଲ୍ଲା ପ୍ରଶାସନ ତଥା ସିଡିଏମକୁ ନଜରକୁ ଆଣିଥିଲୁ ଏବଂ ତୁରନ୍ତ ଜିଲ୍ଲା ପ୍ରଶାସନ ସାହାଯ୍ୟର ହାତ ବଢେଇଛନ୍ତି ଏବଂ ଆଜି ତାର ଆମ୍ବୁଲାନ୍ସ ରେଡି ଅଛି ଏବଂ ପିଆଇଟିଡି ମଧ୍ୟ ଜଣେ ଆଟେଣ୍ଡାଣ୍ଟ ତାକୁ ଦଉଛନ୍ତି ତାର ଚିକିତ୍ସା କେମିତି ସୁରୁଖୁରୁରେ ହେଇପାରିବ ଏବଂ ଆଜି ଆମର ସାମ୍ବାଦିକ ୟୁନିୟନ ତରଫରୁ ମଧ୍ୟ ଆମେ କିଛିଟା ତାକୁ 10,000 ଟଙ୍କାର ଗୋଟେ ସାହାଯ୍ୟ ଆମେ ଦଉଛୁ ଏବଂ ଛବି ବାବୁ ଯିଏ ଅଛନ୍ତି ପ୍ରାଇଭେଟ ବସ୍ ଆସିଛନ୍ତି ସେ ବି ଗୋଟେ 5,000 ଟଙ୍କା ତାକୁ ସାହାଯ୍ୟର ହାତ ବଢେଇଛନ୍ତି। ନିଶ୍ଚିତ ଭାବରେ ଏହା ତା ପାଇଁ ବହୁତ କମ ର ସାହାଯ୍ୟ, କିନ୍ତୁ ମାଲକାନଗିରି ଜିଲ୍ଲାର ଅନ୍ୟ ଯୋଉ ବନ୍ଧୁ ମାନେ ଅଛନ୍ତି କିମ୍ବା ଓଡିଶାର ଯେକୌଣସି ବନ୍ଧୁ ସାହାଯ୍ୟ ଯଦି ହାତ ବଢେଇବେ ନିଶ୍ଚିତ ଭାବରେ ସେ ସନିଆ ଚାଲାଣର କ୍ୟାନ୍ସର ଭଲ ହବ ଏବଂ ସେ ଆଗକୁ ଆସିବ, ପାଠ ପଢିବ। କ୍ୟାନ୍ସର ମଧ୍ୟ ବର୍ତ୍ତମାନର ସ୍ଥିତିରେ ବର୍ତ୍ତମାନ ସମୟରେ କ୍ୟାନ୍ସର ବି କ୍ୟୁର ହେଲାଣି ଏବଂ ସରକାର ଚାହିଁଲେ ନିଶ୍ଚିତ ଭାବରେ ଭଲ ଟ୍ରିଟମେଣ୍ଟ ଦେବ ଆଉ ଭଲ ଖାଇବା ପିଇବା ହେଲେ ସେ ପିଲା ମୁଁ ଭାବୁଛି ଭଲ ହେଇଯିବ।